କରିବା ପାଇଁ ଏ ନୂଆପଡ଼ାର ସମସ୍ୟାକୁ ନୂଆପଡ଼ାର କଥାକୁ ନୂଆପଡ଼ାର ବିକାଶର ପ୍ରଗତି ପଥରେ ସାରଥୀ ହେବା ପାଇଁ ସ୍ୱର୍ଗତ ରାଜୁ ଢୁଲକିଆଙ୍କର ସୁପୁତ୍ର ଜୟ ଢୁଲକିଆ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି। ତାଙ୍କ ପାଇଁ ଆଉ ଥରେ ସରକାର କରଚାଳି ଦେବା ମାନେ ହୁଳହୁଳି କରିବା ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରୁଛି। ଜୟ ଢଲକିଆ ଭାଇଙ୍କୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତାଙ୍କର ଚିହ୍ନ ହେଉଛି ପଦ୍ମ ଫୁଲ ଆଉ ପଦ୍ମ ଫୁଲରେ ଭୋଟ ଦେଇକି ଜିତେଇବା ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରୁଛି। ବନ୍ଧୁଗଣ ଗତକାଲି ବିରୋଧୀ ଦଳର ମୁଖିଆ ଆମ ଏ ନୂଆପଡ଼ାକୁ ଆସିଥିଲେ ଏବଂ ଏଇଠି ଅନେକ କଥା କହିକିରି ଗଲେ ଏବଂ 24 ବର୍ଷ ଦୀର୍ଘ 24 ବର୍ଷ ଧରିକିରି ଆମେ ବିଜୁ ଜନତା ଦଳକୁ ଓଡ଼ିଶାର ସରକାରର ମୁଖିଆ ଭାବରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଆମେ ଦେଇଥିଲେ ଏବଂ ଆମେ ଆଶା କରିଥିଲେ ଓଡ଼ିଶାର ବିକାଶ ହେବ, ଓଡ଼ିଶାର ପ୍ରଗତି ହେବ, ଓଡ଼ିଶାର ଆଦିବାସୀ ଲୋକମାନଙ୍କର ଉନ୍ନତି ହେବ, ଓଡ଼ିଶାର ଦଳିତମାନଙ୍କର ଉନ୍ନତି ହେବ, ଓଡ଼ିଶାର ପଛୁଆ ଲୋକମାନଙ୍କର ଉନ୍ନତି ହେବ, ଓଡ଼ିଶାର ମହିଳାମାନଙ୍କର ଉନ୍ନତି ହେବ, ଓଡ଼ିଶାର ଯୁବକମାନଙ୍କୁ ନିଯୁକ୍ତି ମିଳିବ କହିବା ପାଇଁ ଚାହୁଁଛି। ନିର୍ବାଚନ ସରିଗଲା ପରେ ଆସନ୍ତା 14 ତାରିଖ ପରେ ଏ ନୂଆପଡ଼ାରେ 2 ଜଣ ଲୋକ ଆଗାମୀ 3.5 ବର୍ଷ ପର୍ଯ୍ୟନ୍ତ ଏଇଠି ରହିବେ। ଜଣେ ହେଲେ ଆପଣଙ୍କର ଜୟ ଢୁଲକିଆ। ଜୟ ଢୁଲକିଆ ଆପଣମାନଙ୍କ ପାଇଁ ସବୁଦିନ ଏଠି ରହିବ। 3.5 ବର୍ଷ ପର୍ଯ୍ୟନ୍ତ ବିଧାୟକ ହେଲା ପରେ ଏ ନୂଆପଡ଼ାର ବିକାଶକୁ ନେଇକି ଏଠି ରହିବ। ଆଉ ଜଣେ କିଏ ରହିବେ? କିଏ ହେଉଛନ୍ତି ଆପଣଙ୍କର ମୋହନ ମାଝୀ। ମୋହନ ମାଝୀ ଆଜି आगामी आउ 6 दिन मध्य आसवे आपको समस्त को कहवा चाहे ये नेतृत्व मुझे आगु आसी मुझे जे आपंकर नूआपड़ार दायित्व मत लगे मुख्यमंत्री हिसाब से नूआपड़ार नेतृत्व नेबी। जय ढलकिया मो सागर विकास रास्ता को आगे नेवाई भारतीय जनता पार्टी आमर नेतृत्व नेब मनमोहन भाई नेतृत्व ने प्रमाण को से अनुरोध करने चाहूँगी। जय ढलकिया भारतीय जनता पार्टी प्रार्थी पद्म फूल भोट से जितेवाई एवं नूआपड़ार विकास को आगे को नेवाई नूआपड़ा को समृद्ध ओडिशार 1 नंबर जिले में प्रयास करने आपण मान भारतीय जनता पार्टी प्रार्थी को जितेगा पड़ो। आमर चिन्ह होगी आमर चिन्ह होगी आमर चिन्ह होगी